କ'ଣ ଆପଣଙ୍କ ଖାତାକୁ ଏହି ପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ଆସିନାହିଁ? ତାହେଲେ ଚିନ୍ତା କରିବାର କୌଣସି ବିଷୟ ନାହିଁ। ଆପଣ ଆମ ଭିଡ଼ିଓ ସମ୍ପୂର୍ଣ୍ଣ ଦେଖନ୍ତୁ, ଆପଣ ସମ୍ପୂର୍ଣ୍ଣ ଖବର ପାଇବେ। ବର୍ତ୍ତମାନ ଆସିଲା 1 ଟଙ୍କା। ପରୀକ୍ଷାମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ଟଙ୍କା। 9 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି। ପରୀକ୍ଷାମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀ ଖାତାକୁ 1 ଟଙ୍କା ଲେଖାଏଁ ପଠାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 9 ତାରିଖରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଟଙ୍କା ଆସିବ। ସୂଚନା ଅନୁଯାୟୀ ଆଜିଠାରୁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଯାଇଛି 1 ଟଙ୍କା। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଠିକ୍ ଅଛି କି ନାହିଁ ଏହାର ପରୀକ୍ଷଣ ପାଇଁ ସମସ୍ତଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ପଠାଯାଇଛି। ଅକ୍ଟୋବର 9 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର। ଆପଣ ମୋଦି ସରକାରଙ୍କ ସୁଭଦ୍ରା ଯୋଜନାର ଟଙ୍କା ପାଇ ନାହାନ୍ତି କି? ଏଥିପାଇଁ ମନରେ ରହିଛି କି ଅବସାଦ? ତେବେ ଆପଣଙ୍କ ପାଇଁ ଖୁସି ଖବର। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା 9 ତାରିଖରେ ଦିଆଯିବ। ଏହା ପୂର୍ବରୁ ପ୍ରତି ଯୋଗ୍ୟ ଉପଭୋକ୍ତାଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ଯିବ ଟଙ୍କାଟିଏ ଲେଖାଏଁ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ଡାଟାବେସ୍ ପ୍ରସ୍ତୁତ ହୋଇସାରିଛି। ଆକାଉଣ୍ଟ ଲିଙ୍କ ମଧ୍ୟ ସରିଛି। ତେବେ ଆକାଉଣ୍ଟ ଲିଙ୍କ ଯାଞ୍ଚ ପାଇଁ ଆସନ୍ତା ଆଜିଠାରୁ ସମସ୍ତ ବାକି ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ 1 ଟଙ୍କା ଲେଖାଏଁ ପଠାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ସୋମବାର ଓ ମଙ୍ଗଳବାର 2 ଦିନ ପରୀକ୍ଷା ଚାଲିବ। ବୁଧବାର ବିଧିବଦ୍ଧ ଭାବେ ଦିଆଯିବ ସୁଭଦ୍ରା ଟଙ୍କା। ଏହିପରି ସୁଭଦ୍ରା ଲାଟେଷ୍ଟ ଖବର ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ।